গত 24 তারিখ দিন সিভিল লাইন পুলিশ স্টেশন করবা ଛତିଶଗଡ଼ର ସେଠି ଗୋଟେ ଜୁଏଲାରୀ ସପରୁ 3 ଜଣ ମହିଳା ଏବଂ 2 ଜଣ ପୁରୁଷ ସେମାନେ ୱେଷ୍ଟବେଙ୍ଗଲର ସେମାନେ ଦୁଇଟା ସୁନା ଚେନ୍ ଏବଂ ଗୋଟେ ପେୟାର ଇୟରିଂ ପାଖାପାଖି 31 ଗ୍ରାମ ସୁନା ଜୁଏଲାରୀ ସେମାନେ ଚୋରି କରି ନେଇ ଆସିଥିଲେ ଏବଂ ତାଙ୍କର ଗୋଟେ ମଧ୍ୟ ଏକ୍ସୟୁଭି ଗାଡି ଥିଲା ଏବଂ ସେଥିରେ ତାଙ୍କର ଯୋଉ ଲୋକାଲ ପୋଲିସ ସେଥିରେ ଟ୍ରାକ୍ କରି ସେମାନେ ଜାଣିବା ପାଇଥାଏ ସମ୍ବଲପୁରରେ ସେମାନେ ଆସି ପହଞ୍ଚି ଯାଇଛନ୍ତି ବୋଲି ଏବଂ ସେ ଇନଫର୍ମେସନ ଆମର ଡିଏସପି ଈଶ୍ୱର ଦାନୀକୁ ସେମାନେ ସେୟାର କରିଥିଲେ। ଏ ଇନଫର୍ମେସନ ଈଶ୍ୱର ଦାନୀ ଡିଏସପି ପାଇଲା ପରେ ସେ ତାଙ୍କର ଟିମକୁ ଆକ୍ଟିଭେଟ୍ କରି ଏବଂ ବିଭିନ୍ନ ଜାଗାରେ ସେମାନେ ଚଢ଼ଉ ଜାରି ରଖିଥିଲେ ଏବଂ ହୋଟେଲ ଉପହାରରେ ତାଙ୍କର ଅବସ୍ଥିତି ସେ ଜାଣି ତାଙ୍କୁ ସେଥିରେ ସେମାନେ ରେଡ୍ କଲେ ଏବଂ ତାଙ୍କ ସମସ୍ତ 5 ଜଣ ଯାକୁ ସେମାନେ ଆପ୍ରିହେଣ୍ଡ କରିଥିଲେ। ଏହାପରେ କୋରବା ଥାନାକୁ ଖବର ଦିଆହେଲା ସେମାନେ ଲୋକାଲ ପୋଲିସ ଆସିଲେ ଏବଂ ତାଙ୍କର ଯୋଉ ସୁନା ଆଣିଥିଲେ ସେ ରିକଭରି ମଧ୍ୟ କରାହେଲା ଏବଂ ସେ ଗାଡି ମଧ୍ୟ ଜବତ କରାଯାଇଛି ଏବଂ ତାଙ୍କର ଏମାନଙ୍କୁ ସବୁ 5 ଜଣ ଯାକ ଯୋଉ ଆକ୍ୟୁଜ ଅଛନ୍ତି ସେମାନଙ୍କୁ ତା ସହିତ ଯୋଉ ସୁନା ତା ସହିତ ଗାଡି ତାକୁ ସେ ରିକଭରି କରି ଦିଆଯାଇଛି ଏବଂ ସେମାନେ ଲୋକାଲ ପୋଲିସ ଷ୍ଟେସନ ତାଙ୍କର ଇନଭେଷ୍ଟିଗେସନ ଜାରି ରଖିଛନ୍ତି।